ପିଲାମାନେ ଦେଖ, ଗୋଟିଏ ଶୁଆ ପିଜୁଳି ଖାଉଥିବାର ଚିତ୍ର ମୁଁ ଅଙ୍କନ କରିବି। ତୁମେମାନେ ତୁମ ଡ୍ରଇଂ ଖାତାରେ କରିବ। ଦେଖ, ମୁଁ ଯେଉଁଭଳି ଭାବରେ ଅଙ୍କନ କରୁଛି ତୁମେମାନେ ସେମିତି ଅଙ୍କନ କରିବ। ଦେଖ, ଶୁଆର ଉପରି ଭାଗ ରେଖା ମୁଁ ଅଙ୍କନ କଲି ଏବଂ ପକ୍ଷୀ ତିଆରି କଲି। ବର୍ତ୍ତମାନ ଶୁଆ ବେକରେ ଯେଉଁ ରେଖା, ଯେଉଁ ଗାର, ନାଲି ରଙ୍ଗର ଗାରଟା ଥାଏ, ସେ ଗାରଟି ମୁଁ କଲି। ବର୍ତ୍ତମାନ ଶୁଆର ଗୋଡ଼ ତିଆରି କରିବି। ବର୍ତ୍ତମାନ ତା'ର ଥଣ୍ଟ ତିଆରି କରୁଛି। ଦେଖ କେଉଁଭଳି ଭାବରେ ଥଣ୍ଟ ତିଆରି କରାଯାଉଛି। ତୁମେମାନେ ଦେଖି ଦେଖି ସେଇଭଳି ଅଙ୍କନ କରିବ। ବର୍ତ୍ତମାନ ତା'ର ଆଖି ତିଆରି କରାଗଲା। ଗୋଲ ଆଖି, ପୁରା ଗୋଲ। ଶୁଆର ଆଖି ସାଧାରଣତଃ ଗୋଲ। ତାପରେ ବର୍ତ୍ତମାନ ମୁଁ ତା'ର ପୁଚ୍ଛ ତିଆରି କରିବି। ତୁମେମାନେ ଜାଣିଛ ଶୁଆର ରଙ୍ଗ ସାଧାରଣତଃ ସବୁଜ, ଆଉ ତା'ର ପୁଚ୍ଛ ବା ଲାଞ୍ଜଟି ଯେଉଁ ପକ୍ଷୀ ଟିକେ ଲମ୍ବା ଥାଏ, ସିଏ ବର୍ତ୍ତମାନ ଗୋଟିଏ ପିଜୁଳି ଗଛ ଡାଳରେ ବସିଛି। ସେଇ ପିଜୁଳି ଗଛ ଡାଳଟିର ଚିତ୍ର ବି ମୁଁ ଅଙ୍କନ କରିବି। ବର୍ତ୍ତମାନ ତା'ର ଗୋଡ଼ ତିଆରି କରାଯାଉଛି। ଗୋଡ଼ରେ ତା'ର ନଖ ତିଆରି କରାଗଲା। ବର୍ତ୍ତମାନ ପିଜୁଳି ଡାଳ ତିଆରି କରାଯାଉଛି। ଦେଖ, ଡାଳଟି ଲମ୍ବି ଯାଇଛି ତା ଥଣ୍ଟ ଆଡ଼କୁ, କାରଣ ସେଇ ଡାଳରେ ଗୋଟିଏ ପିଜୁଳି ତିଆରି କରାଯିବ। ତୁମେମାନେ ଯେତେବେଳେ ପିଲାମାନେ ତୁମ ପରୀକ୍ଷାରେ ପଡ଼ିବ ଯେ ଡାଳରେ ବସିଥିବା ଏକ ଶୁଆ ପିଜୁଳି ଖାଉଥିବାର ଚିତ୍ର ଅଙ୍କନ କର, ତୁମେ ଏହିଭଳି ଚିତ୍ର ଅଙ୍କନ କରିବା ପାଇଁ ଚେଷ୍ଟା କରିବ। ଦେଖ, ମୁଁ କେମିତି ପିଜୁଳିର ଚିତ୍ର ଅଙ୍କନ କରୁଛି। ଧ୍ୟାନ ଦେଇ, ମନ ଦେଇ ଘରେ ତୁମେମାନେ ତୁମ ରଫ୍ ଖାତାରେ ହେଉ, ଡ୍ରଇଂ ଖାତାରେ ହେଉ, ବାରମ୍ବାର ଅଭ୍ୟାସ କରିବ। ଯାହାଫଳରେ ଚିତ୍ରଟି ସୁନ୍ଦର ହେବ ଏବଂ ପରୀକ୍ଷାରେ ଯେତେବେଳେ ଏହି ଚିତ୍ରଟି ପଡ଼ିବ ସେତେବେଳେ ତୁମେ ଅଧିକ ମାର୍କ ପାଇପାରିବ। ତେବେ ତୁମେମାନେ ଜାଣିଛ, ପିଜୁଳି ଯେତେବେଳେ ଫଳେ ଗୋଟେ ଗୋଟେ ଡେମ୍ଫରେ 2ଟି 3ଟି ଲେଖାଏଁ ପିଜୁଳି ଫଳେ। ତେଣୁ ମୁଁ ଗୋଟିଏ ଗୋଟିଏ ଡେମ୍ଫରେ 2ଟି ପିଜୁଳି ତିଆରି କରୁଛି। ତୁମେମାନେ ବି ସେଇଭଳି ତିଆରି କରିବ। ପିଜୁଳି ପତ୍ର ଦେଖ କେଉଁଭଳି ତିଆରି କରାଯାଉଛି। ପିଜୁଳି ଗଛର ପତ୍ର, ସେଇଭଳି ପତ୍ର ଅଙ୍କନ କରିବ। ବର୍ତ୍ତମାନ ମୋଟାମୋଟି କହିବାକୁ ଗଲେ ଶୁଆଟି ପିଜୁଳି ଡାଳରେ ବସି, ପିଜୁଳି ଗଛ ଡାଳରେ ବସି ପିଜୁଳି ଦେହରେ ଥଣ୍ଟ ମାରୁଛି ବା ପିଜୁଳି ଖାଉଛି। ତେଣୁ ପିଲାମାନେ, ଯେଉଁମାନେ ଆର୍ଟିଷ୍ଟ ଅଙ୍କଲ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହଁ, ଆର୍ଟିଷ୍ଟ ଅଙ୍କଲ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବ। ଆଉ ମୋତେ କମେଣ୍ଟ କରିବ ତୁମର କେଉଁଭଳି ଚିତ୍ର ଦରକାର, ମୁଁ ସେଇଭଳି ଚିତ୍ର ଅଙ୍କନ କରିବି। ବର୍ତ୍ତମାନ ତା'ର ପକ୍ଷୀ ତିଆରି ହୋଇଗଲା, ତା'ର ଲାଞ୍ଜ ତିଆରି ହୋଇଗଲା। ଦେଖ, କର, ତୁମେମାନେ ସମସ୍ତେ ନିଜ ନିଜ ଡ୍ରଇଂ ଖାତାରେ ତିଆରି କର। କର କର ସମସ୍ତେ। ତେବେ ପିଲାମାନେ, ଆଜି ପାଇଁ ଏତିକି କର। ଧନ୍ୟବାଦ।